କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଆମେ ଏଲପିଜି ଲିକ୍ୟୁଫାଏଡ୍ ପେଟ୍ରୋଲିୟମ ଗ୍ୟାସ୍ ବିଷୟରେ ଜାଣିବା। ଏଲପିଜି ମୁଖ୍ୟତଃ ପ୍ରୋପେନ୍ C3H8 ଏବଂ ବ୍ୟୁଟେନ୍ C4H10 କୁ ନେଇ ଗଠିତ, ଯଦିଓ ଏଥିରେ ଅଳ୍ପ ପରିମାଣର ଅନ୍ୟ ହାଇଡ୍ରୋକାର୍ବନ ମଧ୍ୟ ରହିପାରେ। ଗ୍ୟାସର ମିଶ୍ରଣ ଯାହା ମଧ୍ୟମ ଚାପରେ ତରଳାଯାଏ, ଯାହା ସଂରକ୍ଷଣ ଏବଂ ପରିବହନକୁ ସହଜ କରିଥାଏ। ଏଲପିଜି ପ୍ରାକୃତିକ ଗ୍ୟାସ୍ ପ୍ରକ୍ରିୟାକରଣ ଏବଂ ଅଶୋଧିତ ତୈଳ ବିଶୋଧନରୁ ଉତ୍ପନ୍ନ। କୋଇଲା ଏବଂ କାଠ ପରି ପାରମ୍ପରିକ ଇନ୍ଧନ ପାଇଁ ଏଲପିଜି ଏକ ଶୁଦ୍ଧ ବିକଳ୍ପ ଭାବରେ ବିବେଚନା କରାଯାଏ। ଏଲପିଜି ବିଭିନ୍ନ ପ୍ରକାରର ପ୍ରୟୋଗ ପାଇଁ ବ୍ୟବହୃତ ହୁଏ। ଘରୋଇ ରନ୍ଧନ, ଶିଳ୍ପ ପ୍ରକ୍ରିୟା ଏବଂ ଯାନବାହନ ପାଇଁ ଇନ୍ଧନ ଭାବରେ। ଏହାର ଜ୍ୱଳନ୍ତ ପ୍ରକୃତି ହେତୁ ଦୁର୍ଘଟଣା ଏବଂ ବିସ୍ଫୋରଣର ଆଶଙ୍କା କମ୍ କରିବାକୁ ଏଲପିଜିର ପରିଚାଳନା, ସଂରକ୍ଷଣ ଏବଂ ପରିବହନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ନିରାପତ୍ତା ଏବଂ ପରିବେଶ ସୁରକ୍ଷା ନିଶ୍ଚିତ ହେତୁ ଏଲପିଜି ଉତ୍ପାଦନ, ବଣ୍ଟନ ଏବଂ ବ୍ୟବହାର ଜାତୀୟ ଏବଂ ଅନ୍ତର୍ଜାତୀୟ ମାନକ ଏବଂ ନିୟମାବଳୀ ଦ୍ୱାରା କରାଯାଏ। ଏଲପିଜି ଉପକରଣଗୁଡ଼ିକ ସେମାନଙ୍କର ଉଚ୍ଚ ଦକ୍ଷତା ପାଇଁ ଜଣାଶୁଣା। ତୈଳ ଏବଂ ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ, ଚାହିଦା ଏବଂ ବଜାରର ପରିବର୍ତ୍ତନ ଭଳି କାରକ ଉପରେ ନିର୍ଭର କରି ଏଲପିଜିର ମୂଲ୍ୟ ଭିନ୍ନ ହୋଇପାରେ। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏଲପିଜି ବହୁଳ ଭାବରେ ଉପଲବ୍ଧ, ତେଣୁ ଏହାକୁ ବିଶ୍ୱବ୍ୟାପୀ ଏକ ସୁଲଭ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ। ପେଟ୍ରୋଲ କିମ୍ବା ଡିଜେଲ ତୁଳନାରେ କମ୍ ନିର୍ଗମନ ପ୍ରଦାନ କରୁଥିବା ଅଟୋ ଗ୍ୟାସ୍ କିମ୍ବା ଅଟୋମୋବାଇଲ ଭାବରେ ଜଣାଶୁଣା। ଏହାର ବ୍ୟାପକ ଉପଲବ୍ଧତା ଏବଂ ବ୍ୟବହାର ନିଶ୍ଚିତ କରିବା ପାଇଁ ଏଲପିଜି ସଂରକ୍ଷଣ, ବଣ୍ଟନ ଏବଂ ଇନ୍ଧନ ଷ୍ଟେସନ ପାଇଁ ଭିତ୍ତିଭୂମି ବିକାଶ ଏବଂ ରକ୍ଷଣାବେକ୍ଷଣ ଜରୁରୀ। ଏଲପିଜିର ବିଶ୍ୱ ବଜାର ଯୋଗାଣ ଏବଂ ଚାହିଦା ଗତିଶୀଳତା, ଭୌଗୋଳିକ ରାଜନୈତିକ ପରିସ୍ଥିତି ଏବଂ ତୈଳ ଏବଂ ଗ୍ୟାସ୍ ଶିଳ୍ପରେ ବିକାଶ ଭଳି କାରଣ ଦ୍ୱାରା ପ୍ରଭାବିତ ହୋଇଥାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି ଡାଉଟ୍ ଅଛି, କିଛି କ୍ୱେଶ୍ଚିନ୍ସ ଅଛି, କମେଣ୍ଟରେ ଦବ, ଆନ୍ସର କରିଦବା। ଆଉ ଯଦି ଭିଡିଓ ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦବ, ଭିଡିଓ ଅନୁସାରେ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡିଓ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ଜାଣିପାରିବା ଏବଂ ବୁଝିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।